ଏଇଠି ଦେଖନ୍ତୁ ମୁଁ ଗୋଟେ ଅର୍କିଡ୍ ତିଆରି କରିଛି, ରିପୋର୍ଟିଂ କରିଛି। ଦେଖନ୍ତୁ ତାର ପ୍ରୋସେସଟି ଦେଖାଉଛି। ଏଇଠି ଦେଖିପାରୁଥିବେ ମୁଁ ଗୋଟେ ଅର୍କିଡ୍ ଗଛ ଧରିଛି। ଆଉ ଏଇଟା ହେଉଛି ଅର୍କିଡ୍ ମାନେ ରଖିବା ପାଇଁ ଜିନିଷ। ସେଠି ମୁଁ ପକେଇବି ଚାଗିରି। ଏବେ ଚାଗିରି ପକେଇଲି। ଏଇଟା ହେଉଛି ନଡ଼ିଆ କତା। ଆଉ ତାପରେ ପକେଇବି ହେଉଛି ଇଟା। ଆଉ ଇଟା ପକେଇଲା ପରେ ତାପରେ ପକେଇବି ହେଉଛି କୋଇଲା ପକେଇଲି। କୋଇଲା ପକେଇଲା ପରେ ଏବେ ଗଛଟିକୁ ରଖିଲି। ଆଉ ଗଛଟି ରଖିଲା ପରେ ତାପରେ ତା ସାଇଡ଼ରେ ଦେବି ହେଉଛି କ'ଣ, ତା ସାଇଡ଼ରେ ଦେନି ଚାଗିରି ମାନେ ଯେଟା ହେଉଛି ନଡ଼ିଆକୁ କଟା ହେଇକି ଛୋଟିଆ ଛୋଟିଆ ପିସ୍ କରାଯାଇଛି। ନଡ଼ିଆ କତା ଦିଆଗଲା। ଆଉ ନଡ଼ିଆ କତା ଦିଆ ସରିଲା ପରେ ଆମର ଅର୍କିଡ୍ଟି ଉପରେ ଦିଆହେବ ଟିକେ କାରି ଦିଆହେବ। ତାକୁ ଭଲିକି ଦବେଇକି ରଖାହେଉଛି, ନହେଲେ ଖସି ପଡ଼ିବ। ଏବେ ଲାଷ୍ଟରେ ଦିଆଯିବ କାଡ଼ିଟି ଦିଆ ହେଇଗଲା। ଏବେ ହେଇଗଲା ରେଡ଼ି ଅର୍କିଡ୍। ଆଉ କିଛି ଦିଆଯିବନି, ଏମିତିକା ରହିବ। ଏଇଟା ମାଟିରେ ଲଗାଯାଏନି, ଏଇଟା ଏମିତିକା ଲଗା ହୁଏ। ଦେଖନ୍ତୁ କେମିତି ଲାଗୁଛି କମେଣ୍ଟରେ ଜଣାଇବେ। ଏଠି ଦେଖୁଛନ୍ତି ଦୁଇଟା ମୁଁ ରିପୋର୍ଟିଂ କରିଛି। ଗଛରେ ଫୁଲ ଅଛି। ଆପଣଙ୍କୁ କେମିତି ଲାଗୁଛି କମେଣ୍ଟରେ ଜଣାଇବେ। ଅର୍କିଡ୍ଟି କେମିତି ଦେଖାଯାଉଛି।